କିନ୍ତୁ ତାଙ୍କ ନଜରରେ ଯଦି ଆଜି ଦିନରେ ଘଟୁଥିବା ଭୁବନେଶ୍ୱରର ହତ୍ୟାକାଣ୍ଡ, ପ୍ରତିଦିନ ଘଟୁଥିବା ଭୁବନେଶ୍ୱରର ଚୋରି ଡକାୟତି, ପ୍ରତିଦିନ ଘଟୁଥିବା ଚାଷୀ ମୃତ୍ୟୁ ଯଦି ତାଙ୍କ ନଜରରେ କୌଣସି କାରଣରୁ ପଡ଼ିଗଲା, ସେମାନେ ଓଡ଼ିଶା ପ୍ରତି ବିତସ୍ପୃହ ହେବେ ଏବଂ କେବଳ ଯଦି ଯେଉଁମାନେ ଆସୁଛନ୍ତି ମାଟି ତଳେ ଥିବା ସମ୍ପତ୍ତି ନେବା ପାଇଁକି ଯଦି ଲୋଭ ଥାଏ, ତାହେଲେ ସେଇମାନେ ହିଁ କେବଳ ରହିବେ ଏବଂ ଓଡ଼ିଶାର ମାଟି ତଳୁ ସମ୍ପତ୍ତି ଯେମିତି ଭାବରେ ଗତ କିଛି ବର୍ଷ ଧରି ଚାଲିଛି, ତାହା ପୁଣି ଥରେ ଆଉ ଥରେ ତାହା ପୁନରାବୃତ୍ତି ହେବ ବା ସେ କାର୍ଯ୍ୟ ଚାଲି ରହିବ ଏବଂ ଉତ୍ତର ପିଢ଼ି ପାଇଁକି ଏ ମାଟି ତଳ ଖାଲି ହୋଇଯାଇଥିବ। ସେହି ଦୃଷ୍ଟିରୁ ଯଦି ଆମ ବଜାର ଆମ ତିଆରି କରୁଥିବା ଜିନିଷ ବଜାରରେ ବିକ୍ରି ହେଲା ସ୍ୱାଗତଯୋଗ୍ୟ, ଯଦି ଆମ ପାଇଁକି ଟୁରିଜିମ୍ ଓପନ୍ ହେଲା ସ୍ୱାଗତଯୋଗ୍ୟ, ଯଦି ଏଗୁଡ଼ିକ ନ ହୋଇକିରି ମାଟି ତଳର ଜିନିଷ ବିକ୍ରି ହେବାର ଲକ୍ଷଣ ଦେଖାଗଲା ପୂର୍ବ ଭଳି, ତାହେଲେ ଆମେ ଜାଣିବା ଯେ ଆମର ଦୁର୍ଭାଗ୍ୟ ଏବଂ ଆମ ଓଡ଼ିଶାବାସୀଙ୍କ ଦୁର୍ଭାଗ୍ୟ। ସରକାର ବଦଳିଲେ ମଧ୍ୟ ସେହି ସମାନ ନୀତି ସମାନ କାର୍ଯ୍ୟ ଚାଲୁ ରହିଛି।